ମୁଁ ଅପରାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଏମାଷ୍ଟର ଏକାଡେମୀକୁ। ଆଶା କରୁ ସମସ୍ତେ ଭଲରେ ଥିବେ ଏବଂ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ୍ ଭଲ ଭାବରେ ଚାଲିଥିବ। ଆଜିର ଭିଡ଼ିଓରେ ଆମେ ଓଡ଼ିଆ ଗ୍ରାମାର 50ଟି ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ଡିସ୍କସନ୍ କରିବା, ଯାହାକି OTT 2025ରେ ଯେଉଁଟା କମ୍ପଲସରି ସବଜେକ୍ଟ ଅଛି ସେଇଟାରେ ପଡ଼ିବ। ତେଣୁ ଆପଣ ଭିଡ଼ିଓଟି ଫୁଲ୍ ଦେଖନ୍ତୁ। ଯେଉଁଠି କ'ଣ ଡାଉଟ୍ ଅଛି ମୋତେ କମେଣ୍ଟ ସେକ୍ସନ୍ ଜଣାଇ ପାରିବେ, ଯାହାଫଳରେ ମୁଁ ଡାଉଟ୍ କ୍ଲିୟର କରିପାରିବି। ଆଉ ଆପଣ ଗୋଟେ କାମ କରିବାର ଅଛି, ଏମିତି ଭିଡ଼ିଓ ପାଇବା ପାଇଁ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ବେଲ୍ ଆଇକନ୍ଟିକୁ ଅଲରେ ସେଟ୍ କରିଦେବେ। ଦେଖିବା କ୍ୱେଶ୍ଚନ୍ ଗୋଟେ କ'ଣ ଅଛି। ଫାର୍ଷ୍ଟ କ୍ୱେଶ୍ଚନ୍ କ'ଣ ଅଛି, ଏକ ବା ଏକାଧିକ ଅକ୍ଷର ମିଶି କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ କ'ଣ ଆମେ କହିବା? ଅପସନ୍ ଗୋଟେ କ'ଣ ଅଛି, ପଦ, ଶବ୍ଦ, ବାକ୍ୟ, ଅବ୍ୟୟ। ଯଦି ଏକ ବା ଏକାଧିକ ଅକ୍ଷର ମିଶି ଯଦି କୌଣସି ଗୋଟେ ଅର୍ଥ ପ୍ରକାଶ କରୁଥିବେ ତାକୁ ଆମେ କ'ଣ କହିବା? ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ବି ସେଟା କ'ଣ ଶବ୍ଦ। କ'ଣ ରହିବ? ଯଦି ଏକ ବା ଏକାଧିକ ଶବ୍ଦ ମିଶିକି ଗୋଟେ କ'ଣ କରୁଛନ୍ତି, ଏକାଧିକ କ'ଣ ଅକ୍ଷର ମିଶି ଯଦି ଗୋଟେ ଅର୍ଥ ପ୍ରକାଶ କରୁଛି ତାକୁ କ'ଣ କହିବା? ଶବ୍ଦ ବୋଲି କହିବା। ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି, ଶବ୍ଦ ବାକ୍ୟର ବ୍ୟବହୃତ ହେଲେ ତାକୁ କ'ଣ କୁହନ୍ତି? ଯଦି ଗୋଟେ ଶବ୍ଦ କ'ଣ ହେଇଥିବ ବାକ୍ୟରେ ବ୍ୟବହାର ହେଇଥିବ ତାକୁ ଆମେ କ'ଣ କହିବା? ବାକ୍ୟାଂଶ, ଶବ୍ଦାଂଶ, ଖଣ୍ଡ ବାକ୍ୟ ନା ପଦ? ହେଲା, ବଢ଼ିଆ କ୍ୱେଶ୍ଚନ୍ ଟି ଅଛି। ଶବ୍ଦ ବାକ୍ୟରେ ଯଦି ବ୍ୟବହୃତ ହେଲା ତାକୁ ଆମେ କ'ଣ କହିବା? ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ଡି ଯେଟା କ'ଣ ପଦ। ଯଦି କ'ଣ ହେଇଥିବ ଶବ୍ଦ ବାକ୍ୟରେ ବ୍ୟବହୃତ ହେଲେ ତାକୁ କ'ଣ କହିବା? ପଦ ବୋଲି କହିବା। ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି, ଶବ୍ଦର ଓ ଅର୍ଥ ମଧ୍ୟରେ ଥିବା ସମ୍ବନ୍ଧକୁ ଆମେ କାହା ସହିତ ତୁଳନା କରିପାରିବା? ଶବ୍ଦ ଆଉ ତାର ଯୋଉ ଅର୍ଥ ଅଛି କାହା ସହିତ ତୁଳନା କରିପାରିବା? ଶରୀର ଓ ଆତ୍ମା ସମ୍ବନ୍ଧ, ପୃଥିବୀ ଓ ସ୍ୱର୍ଗ ସମ୍ବନ୍ଧ, ପୃଥିବୀ ଓ ଆକାଶ ସମ୍ବନ୍ଧ ନା ଜଳ ଓ ବାୟୁର ସମ୍ବନ୍ଧ? ବଢ଼ିଆ କ୍ୱେଶ୍ଚନ୍ ଟି ଅଛି। ଶବ୍ଦ ଆଉ ଯୋଉ ଅର୍ଥ ଅଛି ତାକୁ କାହା ସହିତ ଆମେ ତୁଳନା କରିପାରିବା? ସଠିକ୍ ଉତ୍ତରଟି କ'ଣ ହବ? ଶରୀର ଆଉ ଆତ୍ମା ସହିତ ଆମେ ତୁଳନା କରିପାରିବା। ବୁଝିପାରିଲେ? ବଢ଼ିଆ କ୍ୱେଶ୍ଚନ୍ ଗୁଡ଼ାକ ରହିଛି। ନେକ୍ସଟ କ୍ୱେଶ୍ଚନ୍ ଦେଖିବା କ'ଣ ଅଛି, ଯେଉଁ ପଦ କୌଣସି ନାମକୁ ପ୍ରକାଶ କରେ ତାକୁ କି ପଦ କୁହନ୍ତି? ଯେଉଁ ପଦଟା କ'ଣ କରୁଥିବ ନା ଗୋଟେ ନାମକୁ ଯଦି ପ୍ରକାଶ କରୁଥିବ ତାକୁ ଆମେ କ'ଣ କହିବା? ଅପସନ୍ କ'ଣ ଅଛି, ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ। ହେଲା, ଯଦି ନାମକୁ ବୁଝିବ ତାକୁ କ'ଣ କହିବା? ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ଏ ସେଟା କ'ଣ ବିଶେଷ୍ୟ ପଦ। ନାମକୁ ବୁଝେଇଲେ କ'ଣ କହିବା? ବିଶେଷ୍ୟ ପଦ କହିବା। ଯେମିତି ରାମ, ଶ୍ୟାମ, ହେଲା ଯେକୌଣସି ନାମ ହେଇପାରେ। ହେଲା, ନଦୀ କଥା ଯଦି କହିବା ମହାନଦୀ ହେଇଥିବ, ସୁବର୍ଣ୍ଣରେଖା ହେଇଥିବ, ସେମିତି ଯାହା ନାମକୁ ଯଦି ବୁଝେଇଲେ ଆମେ କ'ଣ କହିବା? ବିଶେଷ୍ୟ ବୋଲି କହିବା। ନେକ୍ସଟ କ'ଣ ଅଛି, କେଉଁଟି ନାମବାଚକ ବିଶେଷ୍ୟ? ହେଲା, ଭଜନ, ଗାଈ, ଦୟା ନା ଶ୍ୟାମ ବନ୍ଧୁ? କୋଉଟା ଗୋଟେ ନାମବାଚକ ବିଶେଷ୍ୟ ୟା ଭିତରୁ ହବ? ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ଡି ଯେଟା ଶ୍ୟାମ ବନ୍ଧୁ। ହେଲା, ଶ୍ୟାମ ବନ୍ଧୁ ହବ, କାରଣ ଦୟା ତ ଗୋଟେ ନାମକୁ ବୁଝଉନି, ଗାଈ ବି ଗୋଟେ, ଗାଈ ଯଦି ଗାଈ ବୁଝଉନି ମାନେ ଗାଈ ଗୋଟେ ମାନେ ପଶୁର ଜାତି, ତାର ନାମ ଧର ବଉଳା କହିବା, ବଉଳା ଗୋଟେ ନାମବାଚକ ହବ, କିନ୍ତୁ ଗାଈ ଗୋଟେ ନାମବାଚକ ହବ ନାହିଁ। ବୁଝିପାରିଲେ କାହିଁକି? ହେଲା, ନେକ୍ସଟ ଦେଖିବା, କେଉଁଠି ଏକ ଜାତିବାଚକ ବିଶେଷ୍ୟ, ଯାହା କହୁଥିଲି ଜାତିବାଚକ ହବ। ହେଲା, ଅପସନ୍ କ'ଣ ଅଛି, ବାଳକ, କ୍ଷମା, ଜଗନ୍ନାଥ, ଲୁହା। କୋଉଟା ଆମ ଜାତିକୁ ବୁଝଉଛି? ହେଲା, ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ଏ ଯେଟା କ'ଣ ଅଛି, ବାଳକ। ବାଳକ ଗୋଟେ ଜାତି। ହେଲା, ବାଳକ ଜାତିରେ ଯଦି ନାମ ଧର ରାମ ଦେଇଥିବ, ହେଲା, ଯେ ଶ୍ୟାମ ଦେଇଥିବ, ତାହେଲେ ସେଟା ଗୋଟେ କ'ଣ ନାମବାଚକ, କିନ୍ତୁ ବାଳକ ଗୋଟେ ଜାତିକୁ ବୁଝଉଛି। ଲୁହାଟା ହବନି କାହିଁକି? ଲୁହା ଗୋଟେ କ'ଣ ଆମର ଧାତୁର ଗୋଟେ ଉଦାହରଣ। ହେଲା, ମାନେ ଇଏ, ତେଣୁ ଏଟା ନାମବାଚକ ହବ। ବୁଝିପାରିଲେ? ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ୍, କେଉଁଟି ଅନ୍ୟ ତିନୋଟି ଠାରୁ ଅଲଗା? ଖାଦ୍ୟ, ବସ୍ତ୍ର, ସୌନ୍ଦର୍ଯ୍ୟ ଆଉ ସ୍ତ୍ରୀ। ହେଲା, ଏଇଟା କାହା ମାନେ ତିନିଟା ଭିତରୁ ଗୋଟେ ମାନେ ଚାରିଟା ଭିତରୁ ଗୋଟେ ଅଲଗା ଅଛି, ତିନିଟା ସମାନ ହବ। ଏମିତିରେ କୋଉଟା ଅଲଗା ହବ? ସଠିକ୍ ଉତ୍ତରଟି କ'ଣ? ନା ଅପସନ୍ ନମ୍ବର ସି ଯେଟା କ'ଣ ସୌନ୍ଦର୍ଯ୍ୟ। ହେଲା, ସୌନ୍ଦର୍ଯ୍ୟଟା ଗୋଟେ ଗୁଣ। ହେଲା, ଖାଦ୍ୟ, ବସ୍ତ୍ର ଆଉ ସ୍ତ୍ରୀ ସେ ଗୋଟେ କ'ଣ, ନା ଗୋଟେ ବସ୍ତୁ। ହେଲା, କିନ୍ତୁ ଏ ଯୋଉ ସୌନ୍ଦର୍ଯ୍ୟ ହଉଛି କ'ଣ, ନା ଗୋଟେ ଗୁଣ। କେତେ ଅଲଗା ହବ? କୌଣସି ବିଶେଷ୍ୟକୁ କେବଳ ଅନୁଭବ କରିହୁଏ ମାତ୍ର ସ୍ପର୍ଶ କରିହୁଏ ନାହିଁ, କି ଦେଖି ହୁଏ ନାହିଁ। କୋଉ ବିଶେଷ୍ୟକୁ? ଗୁଣବାଚକ, ନାମବାଚକ, ଜାତିବାଚକ, କ୍ରିୟାବାଚକ। କୋଉଟାକୁ ଆମେ କେବଳ ଅନୁଭବ କରିବୁ ମାତ୍ର ସ୍ପର୍ଶ କରିବେ ନାହିଁ? ସଠିକ୍ ଉତ୍ତରଟି କ'ଣ ହବ? ନା ଗୁଣବାଚକ ବିଶେଷ୍ୟ। ଗୁଣବାଚକ ବିଶେଷ୍ୟ କେବେ ସ୍ପର୍ଶ କରିପାରିବାନି। ଯେମିତି ଆପଣ କହିଲି ସୌନ୍ଦର୍ଯ୍ୟ, ହେଲା, ଦୟାଳୁ, ହେଲା, ସେଗୁଡାକ ସବୁ ଗୁଣବାଚକ ହବ, କିନ୍ତୁ ନାମବାଚକ ରାମ ହଉ, ଏମିତିଆ ଧର ଶ୍ୟାମ ଅଛି ତାକୁ କ'ଣ ସ୍ପର୍ଶ କରିହବ। ବୁଝିପାରିଲେ? ତାପରେ ଦେଖିବା ନେକ୍ସଟ କ୍ୱେଶ୍ଚନ, କୋଉଠି ବିଶେଷ୍ୟ ପଦ? ନମିତା, ଅଥଚ, ଯାଉଅଛି, ଧଳା। ବିଶେଷ୍ୟ ଭିତରୁ କୋଉଟା ହବ? ସଠିକ୍ ଉତ୍ତରଟି କ'ଣ ହବ? ଅପସନ୍ ନମ୍ବର ଏ ଯେଟା କ'ଣ ନମିତା ଗୋଟେ ନାମବାଚକ ଅଛି ନା, ତେଣୁ ସେଇଥିପାଇଁ ହବ କ'ଣ ବିଶେଷ୍ୟ ପଦ। ନେକ୍ସଟ କ୍ୱେଶ୍ଚନ, ବିଶେଷ୍ୟ ପଦକୁ ଆମେ କେଉଁଥିପାଇଁ ବାକ୍ୟରେ ବ୍ୟବହାର କରିପାରିବା ନାହିଁ? ଯୋଉ ବିଶେଷ୍ୟ ପଦ ଗୁଡ଼ିକ ଅଛି ତାକୁ କେଉଁଥିପାଇଁ ବାକ୍ୟରେ ବ୍ୟବହାର କରିପାରିବା ନାହିଁ? କର୍ତ୍ତା ରୂପେ, କର୍ମ ରୂପେ, ପୂରକ ରୂପେ ନା ଅନ୍ୟର ଗୁଣ ରୂପେ? କୋଉ ଆମେ ଯୋଉ ବିଶେଷ୍ୟ ପଦଟାକୁ ବାକ୍ୟରେ କେତେବେଳେ ମାନେ କୋଉ ରୂପରେ ଆମେ ବ୍ୟବହାର କରିପାରିବା ନାହିଁ? ସଠିକ୍ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ଡି ଯେଟା କି ଅନ୍ୟର ଗୁଣ ରୂପେ। ହେଲା, ଆମେ ଏ ଯୋଉ ବିଶେଷ୍ୟ ପଦଟାକୁ ଅନ୍ୟର ଗୋଟେ ଗୁଣ ରୂପେ କେବେ ବ୍ୟବହାର କରିପାରିବାନି ବାକ୍ୟରେ। ବହୁତ ବଢିଆ କ୍ୱେଶ୍ଚନ ଟି ଥିଲା। ହେଲା, କାଳିଦାସଙ୍କୁ ଭାରତର ସେକ୍ସପିୟର କୁହାଯାଏ। ହେଲା, ରେଖାଙ୍କିତ ପଦଟି କି ପ୍ରକାର ବିଶେଷ୍ୟ? ଯେଟା କି ସେକ୍ସପିୟର ଉପରେ ଗାର ଅଛି, ଏଟା କୋଉ ପ୍ରକାର ବିଶେଷ୍ୟ ହବ? ନାମବାଚକ, ଜାତିବାଚକ, ଗୁଣବାଚକ, କ୍ରିୟାବାଚକ।
ହେଲା। ଏହାର ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ଯେଟା କଣ ଅଛି ଜାତିବାଚକ ହେଲା। ଜାତିବାଚକ କଣ ହୁଏ? ଆପଣଙ୍କୁ ସେକ୍ସପିୟର ଗୋଟେ ନାଁ, କିନ୍ତୁ ନାଁ ଏଠି କଣ କହିଛି କାଳିଦାସ ଦେଇଥିଲେ ଆପଣ ନାମବାଚକ କରିଥାନ୍ତେ। ସେକ୍ସପିୟର କଣ ଗୋଟେ ମାନେ ଯୋଉ କାଳିଦାସଙ୍କୁ ମାନେ ଯୋଉ କଣ କରାଯାଇଛି ନା ଆମର ଯୋଉ ଭାରତର ଗୋଟେ ଲେଖକ ମାନେ ବା କବି ଜାତିକୁ ବୁଝଉଛି ହେଲା। ତେଣୁ ଏଇଟା ସେକ୍ସପିୟର ଯେ କେବଳ କାଳିଦାସଙ୍କୁ ବୁଝିବ ସେଇଟା ନାହିଁ। ମାନେ ସେକ୍ସପିୟର ଗୋଟେ କଣ ଲେଖକ ବା ଆମର କବି ଜାତିକୁ ବୁଝାଉଛି, ସେଥିପାଇଁ କଣ ହେଲା ଜାତିବାଚକ। ଯଦି କାଳିଦାସ ଦେଇଥାନ୍ତା ତାହେଲେ ନାମବାଚକ ହେଇଥାନ୍ତା। ବୁଝିପାରିଲେ? ଦେଖିବା ନେକ୍ସଟ କ୍ୱେଶ୍ଚନ। ନାମବାଚକ ବିଶେଷ୍ୟକୁ ଆଉ କଣ କୁହାଯାଏ? ଏ ନାମବାଚକ ବିଶେଷ୍ୟକୁ ଆମେ ଆଉ କଣ କହିପାରିବା? ଗୁଣବାଚକ, ସଂଜ୍ଞାବାଚକ, ବସ୍ତୁବାଚକ, ଜାତିବାଚକ। ନାମବାଚକ ବିଷୟ ଆଉ କଣ କହିପାରିବେ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ଯେଟା କଣ ସଂଜ୍ଞାବାଚକ ହେଲା। ନାମବାଚକ ଆଉ ସଂଜ୍ଞାବାଚକ ବିଶେଷ୍ୟ ବୋଲି ମଧ୍ୟ କହିପାରିବା। ପ୍ରତ୍ୟେକ ବସ୍ତୁ, ବ୍ୟକ୍ତି, ଜାତିକୁ ଚିହ୍ନିବା ପାଇଁ କେଉଁ ପଦର ସାହାଯ୍ୟ ନିଆଯାଇଥାଏ? ହେଲା। ପ୍ରତ୍ୟେକ ବସ୍ତୁ, ବ୍ୟକ୍ତି, ଜାତିକୁ ଚିହ୍ନିବା ପାଇଁ ବିଶେଷଣ, ବିଶେଷ୍ୟ, ସର୍ବନାମ, ଅବ୍ୟୟ ହେଲା। କଣଟା ଆମେ ବ୍ୟବହାର କରିଥାଉ ବସ୍ତୁ, ବ୍ୟକ୍ତି, ଜାତିକୁ ଚିହ୍ନିବା ପାଇଁ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ଯେଟା କଣ ବିଶେଷ୍ୟ। ଟିକେ କହିକି ଆସିଲି ନାମକୁ ସବୁ ବୁଝେଇଥାଏ ବିଶେଷ୍ୟ ଗୁଡାକ। ନେକ୍ସଟ କଣ ଅଛି? ବାକ୍ୟରେ ଯାହା ବିଷୟରେ କିଛି କୁହାଯାଏ ତାକୁ କଣ କୁହନ୍ତି? ବାକ୍ୟରେ ଯଦି ଯାହା ବିଷୟରେ କିଛି କୁହାଯାଇଛି ତାକୁ କଣ କୁହନ୍ତି? ବିଧେୟ, କର୍ତ୍ତା, ଉଦ୍ଦିଷ୍ଟ, ଉଦ୍ଦେଶ୍ୟ। ଯାହା ବିଷୟରେ ଯଦି ଆମେ ବାକ୍ୟରେ କଣ କରାଯାଇଛି ନା କୁହାଯାଇଛି, ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି ଯେଟା କଣ ଉଦ୍ଦେଶ୍ୟ। ଯାହା ବିଷୟରେ କୁହାଯାଇଛି ସେଟା କଣ ହବ? ଉଦ୍ଦେଶ୍ୟ ହବ। ନେକ୍ସଟ କ୍ୱେଶ୍ଚନ। ବିଶେଷ୍ୟ ଏହା ନାମକରଣରୁ କଣ ସୂଚିତ ହୁଏ? ବିଶେଷ୍ୟ ଯୋଉ ଏହି ନାମକରଣରୁ କଣଟା ସୂଚାଏ? କର୍ତ୍ତା ହେବା ପାଇଁ ଯୋଗ୍ୟ, ନା କର୍ମ ହେବା ପାଇଁ ଯୋଗ୍ୟ, ନା ବାକ୍ୟ ବିଶେଷଣ ଅଂଶରେ ଯୋଗ୍ୟ, ନା ନାମ ହେବାର ଯୋଗ୍ୟ ହେଲା। ବିଶେଷ୍ୟ କହିଲେ ଆମେ କୋଉ ପ୍ରକାର ମାନେ କଥାକୁ ବୁଝିଥାଉ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି ଯେଟା କଣ ବାକ୍ୟରେ ବିଶେଷ୍ୟର ଅଂଶର ଯୋଗ୍ୟ। ବାକ୍ୟରେ ଯୋଉ ବିଶେଷ ଅଛି ସେ ତାର ଗୋଟେ ଅଂଶକୁ ବୁଝାଇକି ନା ବିଶେଷ୍ୟ ବୁଝେଇଥାଏ। ନେକ୍ସଟ, ପଦ କେତେ ପ୍ରକାର? ହେଲା। 2, 3, 4, 5 ପଦ ଆମର ଓଡିଆ ବ୍ୟାକରଣରେ କେତେ ପ୍ରକାର ରହିଛି? ସଠିକ ଉତ୍ତରଟି କଣ ହବ? ନା ପଦ ହଉଛି 5 ପ୍ରକାର। କଣ କଣ ଆକୁ ପଢିବା ହେଲା ଅଛି। ଯେଉଁ ପଦ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା ବା ପରିମାଣକୁ ବୁଝାଏ ତାକୁ ଆମେ କଣ କହିବା? କଣ କରିଥିବ? ଅନ୍ୟ ପଦର ଗୁଣ, ଅବସ୍ଥା ଓ ସଂଖ୍ୟା ବା ପରିମାଣକୁ ବୁଝାଏ। ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ ହେଲା। ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ଯେଟା କଣ ବିଶେଷଣ। ଗୋଟେ ଅନ୍ୟ ପଦର ଯେଉଁ ପଦ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା ବା ପରିମାଣକୁ ବୁଝେ ତାକୁ ଆମେ କଣ କହିବା? ଅପସନ କଣ ଅଛି? ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ ହେଲା। ଏହାର ସଠିକ ଉତ୍ତରଟି କଣ ହବ? ଯଦି ଗୋଟେ ପଦ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା ବା ପରିମାଣକୁ ବୁଝେଇବ ତାକୁ ଆମେ କଣ କହିବା? ନା ବିଶେଷଣ ବୋଲି କହିବା। ଅପସନ ନମ୍ବର ବି ଟା ସଠିକ ଉତ୍ତର ହବ ବିଶେଷଣ ବୋଲି କହିବା। ନେକ୍ସଟ କଣ ଅଛି? ବୁଢା ଲୋକଟି ବାଡି ଧରି ଚାଲୁଛି ହେଲା। ଏ ଯୋଉ ଏହି ବାକ୍ୟରେ ବିଶେଷଣ ପଦ କୋଉଟା? ବୁଢା ଲୋକଟି ବାଡି ଧରି ହେଲା। ଏହାର ବିଶେଷଣ ପଦଟା ଆମେ କାହାକୁ କହିବା? ସଠିକ ଉତ୍ତରଟି କଣ? ନା ବୁଢା ହେଲା। ବୁଢା କଣ? ନା ଆମର ଏଠି ଲୋକଟି ଅଛି, ଲୋକର ଗୋଟେ କଣ ଗୁଣକୁ ସୂଚାଉଛି। ଯେମିତି ଲୋକଟି ବୁଢା ବା ଛୋଟ ପିଲା ହେଲା, ସେମିତି ତାର ଗୋଟେ ଗୁଣକୁ ସୂଚାଉଛି। ତେଣୁ ସେଥିପାଇଁ କଣ ବୁଢା ହବ କଣ ଏଠି ବିଶେଷଣ। ବୁଝିପାରିଲେ? ଲୋକଟା ହବ କଣ ବିଶେଷ୍ୟ ହବ ହେଲା। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ। ଭଙ୍ଗା ଘର, ଏଥିରେ ଭଙ୍ଗା ଘର କେଉଁ କଥାକୁ ପ୍ରକାଶ କରୁଛି? ଯୋଉ ଭଙ୍ଗା ଘର ଲେଖା ହେଇଛି ଏଟା କୋଉ କଥାକୁ ପ୍ରକାଶ କରୁଛି? ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣ। ଭଙ୍ଗା ଘର କହିଛି, ତେଣୁ ଯୋଉ ଭଙ୍ଗା ଘରଟା ହେଲା କୋଉ କଥାକୁ ପ୍ରକାଶ କରୁଛି? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ଯେଟା କଣ ଅବସ୍ଥା। ମାନେ ଘରର ଅବସ୍ଥା ହଉଛି ଭଙ୍ଗା ହେଇପାରେ, ମାନେ ଭଲ ହେଇପାରେ। ତେଣୁ ଭଙ୍ଗାଟା ହଉଛି କଣ? ନା ଗୋଟେ ଅବସ୍ଥା। ନେକ୍ସଟ କ୍ୱେଶ୍ଚନ। ଘରଟି ଭଙ୍ଗା, ଏଥିରେ ଭଙ୍ଗା କି ବିଶେଷଣ ହେଲା? ଘରଟି ଭଙ୍ଗା ହେଲା। ଏଇ ଯୋଉ ଭଙ୍ଗାଟା ଯେ କୋଉ ପ୍ରକାର ବିଶେଷଣ? ବିଶେଷ୍ୟରେ ବିଶେଷଣ, ବିଧେୟ ବିଶେଷଣ, ପୂରଣବାଚକ ବିଶେଷଣ, ସର୍ବନାମ ବିଶେଷଣ ହେଲା। ଘରଟି ପରେ ଭଙ୍ଗା ଲେଖା ହେଇଛି, ତେଣୁ ଗୋଟେ ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ସେଟା କି ବିଧେୟ ବିଶେଷଣ। ମାନେ କଣ? ଯେତେବେଳେ ୟାର ସର୍ଟକଟଟା ବିଧେୟ ବିଶେଷଣ ଜାଣିବେ କେମିତିଆ? ନା ହଉଛି ଯଦି ବିଶେଷ୍ୟ ପରେ ଗୋଟେ ବିଶେଷଣ ବ୍ୟବହାର ହେଇଥିବ ତାହେଲେ ସେଟା କଣ ହବ? ବିଧେୟ ବିଶେଷଣ। ମାନେ ହେଲା କଣ? ଫାଷ୍ଟ ବିଶେଷ୍ୟ ଥିବ ତାପରେ ବିଶେଷଣ ଥିବ। ତାହେଲେ କଣ ହବ? ଏଇ ଯୋଉ ଯେଟା ବିଶେଷଣ ଥିବ ସେଟା କଣ ହବ? ବିଧେୟ ବିଶେଷଣ। ମନେ ରହିଲା? ଆସ୍ତେ ଆସ୍ତେ ସର୍ଟକଟ କହିବି। ଯଦି ଆପଣ ଚାହୁଁଛନ୍ତି ଏମ୍ ଆର୍ ଷ୍ଟଡି ଏକାଡେମୀ ଯାଆନ୍ତୁ, ସେଠି ସର୍ଟସରେ ମୁଁ ଗୋଟେ ଓଡିଆ ଗ୍ରାମାର ସର୍ଟସ ଗୁଡାକ ଛାଡୁଛି, ଯାହାଫଳରେ କି ଆପଣ 10 ସେକେଣ୍ଡ ଜାଣିପାରିବେ ଯେ ଏଟା ବିଧେୟ ବିଶେଷଣ କୋଉଟା ହବ, ସର୍ବନାମ ବିଶେଷଣ କୋଉଟା ହବ, ବିଶେଷ୍ୟ ବିଶେଷଣ। ଖାଲି ଗୋଟେ ଟ୍ରିକ୍ସ ଅଛି, ସେଠୁ ଜାଣିପାରିବେ ହେଲା। ତଥାପି କହିଦେଲି ଏଠି। ତାପରେ ନେକ୍ସଟ କଣ ଦେଖିବା?
ଭଙ୍ଗା ଘର ଏଥିରେ ଭଙ୍ଗା କି ପ୍ରକାର ବିଶେଷଣ? ଏଠି କଣ ଥିଲା? ସେଠି ଥିଲା ଘରଟି ଭଙ୍ଗା, ଏଠି ଭଙ୍ଗା ଘର ଦେଇଛି ହେଲା। ବିଶେଷ୍ୟର ବିଶେଷଣ, ବିଧେୟ ବିଶେଷଣ, ସର୍ବନାମ ବିଶେଷଣ ନା ବିଶେଷଣର ବିଶେଷଣ ହେଲା। ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ ଯୋଉଟା କି ବିଶେଷ୍ୟର ବିଶେଷଣ। କାରଣ ଦେଖନ୍ତୁ ଆମର ଘର ଅଛି, ଘର ପୂର୍ବରୁ ଭଙ୍ଗାଟା ୟୁଜ ହେଇଛି, ତେଣୁ ସେଥିପାଇଁ କଣ ହବ? ବିଶେଷ୍ୟର ବିଶେଷଣ ହେଲା। ତା ପୂର୍ବରୁ ଯଦି ପରେ ହେଇଥାନ୍ତା ତାହେଲେ କଣ ହେଇଥାନ୍ତା? ବିଧେୟ ବିଶେଷଣ ହେଇଥାନ୍ତା। କିଛି ଅସୁବିଧା ନାହିଁ। ନେକ୍ସଟ ଅଛି ଅର୍ଜୁନକୁ ତୃତୀୟ ପାଣ୍ଡବ କୁହାଯାଏ। ରେଖାଙ୍କିତ ପଦଟି କି ବିଶେଷଣ ପଦ? ତୃତୀୟଟା ଅର୍ଜୁନକୁ ତୃତୀୟ ପାଣ୍ଡବ କୁହାଯାଏ। କୋଉ ପ୍ରକାର ହବ? ସଂଖ୍ୟାବାଚକ, ପରିମାଣବାଚକ, ପୂରଣବାଚକ ନା ଅବସ୍ଥାବାଚକ? ତୃତୀୟଟା ଲେଖା ହେଇଛି। ଏଟା କୋଉ ପ୍ରକାର ହବ? ସଠିକ ଉତ୍ତର କଣ? ନା ଅପସନ ନମ୍ବର ସି, ଏଟା କଣ? ପୂର୍ଣବାଚକ। ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏଟା କଣ ସବୁ? ନା ପୂର୍ଣବାଚକ। ଯଦି ସଂଖ୍ୟା ଥାନ୍ତା 2, 3, 4 ତାହେଲେ କଣ ହେଇଥାନ୍ତା? ସଂଖ୍ୟାବାଚକ ହେଇଥାନ୍ତା ହେଲା। ଅବସ୍ଥାବାଚକ ଜାଣିଛନ୍ତି, ଗୋଟେ ଅବସ୍ଥା ଯଦି ଥିବ ହେଲା। ଆମେ ଦରିଦ୍ର ରେଖାଙ୍କିତ ପଦଟି କି ବିଶେଷଣ? ଦରିଦ୍ର ତଳେ ଗାରଟା ଅଛି। ସର୍ବନାମ ବିଶେଷଣ, ବିଶେଷ୍ୟର ବିଶେଷଣ, ବିଶେଷଣର ବିଶେଷ୍ୟ ନା ଅବସ୍ଥାବାଚକ ବିଶେଷ୍ୟ ହେଲା। ଏଟା କୋଉ ପ୍ରକାର ବିଶେଷଣ ହବ? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଏ, ଯେଟା କଣ? ସର୍ବନାମ ବିଶେଷଣ। ଆମେ ଦରିଦ୍ର ହେଲା। ଆମେ ଲେଖା ହେଇଛି, ଆମେ ପରେ ଯୋଉ ବିଶେଷଣଟା ୟୁଜ ହେଇଛି ଏ କୌଣସି ନାମକୁ ବୁଝଉନି ନା, ତେଣୁ ସେଥିପାଇଁ କଣ ହବ? ସର୍ବନାମ ବିଶେଷଣ। ଗୋଟେ ସର୍ଟକଟ ମନେ ରଖିଥିବେ ହେଲା। ଆମେ ଲେଖା ହେଇଛି, ଯଦି ଏଠି ରାମ ଲେଖା ହେଇଥାନ୍ତା ତାହେଲେ କଣ ହେଇଥାନ୍ତା? ନା ବିଶେଷ୍ୟର ବିଶେଷଣ ହେଇଥାନ୍ତା। ଏଠି କଣ ଅଛି? ଆମେ ଲେଖା ହେଇଛି ଫାଷ୍ଟ, ତେଣୁ ତାକୁ ବିଶେଷିତ କରୁଛି ମାନେ କଣ? ସର୍ବନାମକୁ ବିଶେଷିତ କରୁଛି ମାନେ କଣ ହବ? ସର୍ବନାମ ବିଶେଷଣ ହବ। ନେକ୍ସଟ ଅଛି ଶଇଲା ପୁଅର ଭାଗ ନାହିଁ ହେଲା। ଏଠି କଣ ଅଛି? ଶଇଲା ତଳେ ଗାରଟା ଅଛି। ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ହବ? କ୍ରିୟା ବିଶେଷଣ, କ୍ରିୟାଜ ବିଶେଷଣ, ଅବସ୍ଥାବାଚକ ବିଶେଷଣ, ଗୁଣବାଚକ ବିଶେଷଣ ହେଲା। ଶଇଲା କୋଉ ପ୍ରକାର ହବ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି, ଯେଟା କଣ? କ୍ରିୟାଜ ବିଶେଷଣ ହେଲା। କ୍ରିୟାଜ ବିଶେଷଣ କଣ ପାଇଁ ହେଲା? ଶୋଇବାରୁ କଣ ହବ? ନା ଶଇଲା ହେଲା। ଯୋଉଟା କ୍ରିୟାରୁ ଜାତ ହେଇଥିବ ହେଲା, ଆଉ କଣ ହେଇଥିବ? ନା ବିଶେଷଣ ଗୋଟେ ଅବସ୍ଥା ବା ଗୁଣକୁ ସୂଚଉଥିବ, ସେଟା କଣ କୁହାଯିବ? କ୍ରିୟାଜ ବିଶେଷଣ। ଯେମିତି କି ଶୋଇବାରୁ ଶଇଲା ହେଲା, ଆଉ କଣ? ପୁଅ ଶୋଇଛି ମାନେ ଗୋଟେ ଅବସ୍ଥାକୁ, ଶୋଇବା, ଖାଇବା ଏଟା ଗୋଟେ ଅବସ୍ଥା ନା, ତେଣୁ ସେଥିପାଇଁ କଣ ହବ? ଏଟା କ୍ରିୟାଜ ବିଶେଷଣ। ବୁଝିପାରିଲେ? କିଛି ଅସୁବିଧା ନାହିଁ ହେଲା। ଏଗୁଡା ସବୁ ବୁଝିଛି, ସର୍ଟସ ଆପଣ ଦେଖିଦେବେ ଏମଆର ଷ୍ଟୁଡିଓ କରିବାକୁ ଯାଇକି। ତାପରେ ନେକ୍ସଟ କ୍ୱେଶ୍ଚନ କଣ ଅଛି? ଏମନ୍ତେ ଭୂଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ। ରେଖାଙ୍କିତ ପଦରେ କି ପ୍ରକାର ବିଶେଷ୍ୟ ପଦ? ଏମନ୍ତେ ଅଛି। ତୁଳନାତ୍ମକ ନା ସର୍ବନାମିକ ନା ବିଧେୟ ବିଶେଷଣ ନା କ୍ରିୟାଜ ବିଶେଷ୍ୟ? ଏମନ୍ତେଟା କୋଉ ପ୍ରକାର କଣ ହବ? ବିଶେଷ୍ୟ ପଦ ହବ। ପଚାରିଲା। ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି, ଯେଟା କଣ? ସର୍ବନାମିକ ବିଶେଷଣ ହେଲା। ଏମନ୍ତେ ଅଛି, ତେଣୁ ଏଟା ସର୍ବନାମିକ ବିଶେଷଣ, ସରି ବିଶେଷ୍ୟ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ, ଏଭରେଷ୍ଟ ପୃଥିବୀର ଉଚ୍ଚତମ ଶୃଙ୍ଗ ହେଲା। ରେଖାଙ୍କିତ ବିଶେଷଣଟି କି ପ୍ରକାର ବିଶେଷଣ ପଦ ହବ? ଉଚ୍ଚତମ ଅଛି। ଅବୟ ବିଶେଷଣ, କ୍ରିୟା ବିଶେଷଣ, ବିଧେୟ ବିଶେଷଣ ନା ତୁଳନାତ୍ମକ ବିଶେଷଣ? ଉଚ୍ଚତମ ଅଛି, ତେଣୁ କୋଉ ପ୍ରକାର ହବ? ଅପସନ ନମ୍ବର ଡି, ଯେଟା କି ତୁଳନାତ୍ମକ ବିଶେଷଣ। ଉଚ୍ଚତମ ଅଛି ହେଲା, ତେଣୁ ସେଥିପାଇଁ କଣ ହେଲା? ତୁଳନାତ୍ମକ। କିଛି ଅସୁବିଧା ନାହିଁ। ବାସ୍। ନେକ୍ସଟ କ୍ୱେଶ୍ଚନ, ଟାଇଲ ଘର, ଟାଇଲ ତଳେ ଗାର ଅଛି। ରେଖାଙ୍କିତ ପଦଟି କୋଉ ପ୍ରକାର ବିଶେଷଣ ହବ? ଅବୟ ବିଶେଷଣ, ସର୍ବନାମିକ ବିଶେଷଣ, ବିଶେଷ୍ୟ ରୂପୀ ବିଶେଷଣ, ଆଉ କଣ? ସାମ୍ବନ୍ଧିକ ବିଶେଷଣ। ଯୋଉ ଟାଇଲ ଘର ଅଛି ହେଲା, ତାର ଟାଇଲ ତଳେ ଗାଳ ଦିଆଯାଇଛି। ସଠିକ ଉତ୍ତରଟି କଣ ହବ ଏହାର? ଅପସନ ନମ୍ବର ସି, କଣ? ବିଶେଷ୍ୟ ରୂପୀ ବିଶେଷଣ ହେଲା। ଟାଇଲ ଘର ହେଲା, ତେଣୁ ଘରଟା କୋଉ ପ୍ରକାର? ବିଶେଷ୍ୟ ରୂପୀ ବିଶେଷଣ ହେଲା। ଆମେ କଣ କରୁଛୁ? ନା ଟାଇଲଟାକୁ, ଟାଇଲଟା ଆକ୍ଚୁଆଲି ଗୋଟେ କଣ? ନା ବିଶେଷ୍ୟ, ତାକୁ କଣ କରୁଛୁ? ବିଶେଷ୍ୟ ରୂପୀ ବିଶେଷଣ ମାନେ କଣ? ଗୋଟେ ବିଶେଷ୍ୟ ପଦ ଥିବ, ଗୋଟେ ନାମବାଚକ। ଯେମିତି କି କଣ ଅଛି? ନା ଟାଇଲ ଗୋଟେ ନିଜ ପାଇଁ ହଉଛି କଣ? ନା ଆମର ବିଶେଷ୍ୟ। ସିଏ କଣ କରୁଛି? ଘରକୁ ବିଶେଷିତ କରୁଛି। ତେଣୁ ଯଦି ଗୋଟେ ବିଶେଷ୍ୟ ବିଶେଷଣ ରୂପରେ ଯଦି ତିଆରି ହେଇକି ଆଉ ଗୋଟେ ବିଶେଷ୍ୟକୁ ବିଶେଷିତ କରୁଥିବ, ତାହେଲେ କଣ କହିବା? ବିଶେଷ୍ୟ ରୂପୀ ବିଶେଷଣ। ମନେ ରଖିଥିବେ, ଯଦି ଗୋଟେ ନିଜେ ବିଶେଷ୍ୟ ଥିବ ଆଉ ଗୋଟେ କିନ୍ତୁ ବାକ୍ୟରେ ବ୍ୟବହାର ବେଳେ ଆଉ ଗୋଟେ ବିଶେଷ୍ୟକୁ ବିଶେଷିତ କରୁଥିବ, ତାହେଲେ କଣ କହିବା? ବିଶେଷ୍ୟ ରୂପୀ ବିଶେଷଣ ବୋଲି ଆମେ କହିପାରିବା। ନେକ୍ସଟ କ୍ୱେଶ୍ଚନ, ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲ କୋଇଲି ହେଲା। ଏ ଯୋଉ ଖାଇବାର ତଳେ ଗାର ଅଛି, ଏଟା କୋଉ ପ୍ରକାର ବିଶେଷଣ ହବ? କ୍ରିୟାଜ ବିଶେଷଣ, ସାମ୍ବନ୍ଧିକ ବିଶେଷଣ, ବିଶେଷ ରୂପୀ ବିଶେଷଣ ନା ବିଧେୟ ରୂପୀ ବିଶେଷଣ? ଖାଇବାର ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି, ଯେଟା କଣ? ସାମ୍ବନ୍ଧିକ ବିଶେଷଣ। ବାକ୍ୟରେ ଦେଖିବେ ଖାଇବାର ଅଛି କଣ? ୟା ଉପରେ ଡିପେଣ୍ଡ କରୁଛି ହେଲା। ଏ ଯୋଉ ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲ କୋଇଲି, ଦିଟା ଏ ଯୋଉ ଆମର ପଦ ଅଛି, ତା ଭିତରେ ସମ୍ବନ୍ଧ ଯୋଗ କରୁଛି, ତେଣୁ ସେଥିପାଇଁ କଣ ହେଲା? ସାମ୍ବନ୍ଧିକ ବିଶେଷଣ ହେଲା। ବୁଝିପାରିଲେ? ଦେଖିବା ନେକ୍ସଟ, ବିଶେଷଣ ପଦର ଆକ୍ଷରିକ ଅର୍ଥ କଣ? ବଢିଆ କ୍ୱେଶ୍ଚନ ଟି ଅଛି। ଆମେ ଯୋଉ ବିଶେଷଣ ପଦ କହୁଛୁ, ତାର ଆକ୍ଷରିକ ଅର୍ଥ କଣ? ବିଶେଷଣର ଦେଖାଇବାର କାର୍ଯ୍ୟ ନା ବର୍ଣ୍ଣନା କରିବାର କାର୍ଯ୍ୟ ନା ସଂକୁଚନ କରିବାର କାର୍ଯ୍ୟ ନା ଅର୍ଥହୀନ କାର୍ଯ୍ୟ? ଏମିତି କ୍ୱେଶ୍ଚନ ପଡିବ ପରୀକ୍ଷାରେ ହେଲା, ଦେଖିବେ ଗୋଟେ। ତେଣୁ କଣ ଦେଲା? ବିଶେଷଣ ପଦର ଆକ୍ଷରିକ ଅର୍ଥଟା ହଉଛି କଣ? ସଠିକ ଉତ୍ତରଟି କଣ ହବ? ଅପସନ ନମ୍ବର ଏ, ଯେ କଣ? ବିଶେଷଣ ଦେଖାଇବାର କାର୍ଯ୍ୟ ହେଲା। ବିଶେଷଣ ଯୋଉଟା ଦେଖାଇବାର କାର୍ଯ୍ୟ, ସେଇଟା କଣ କହିଥାଉ ଆମେ? ବିଶେଷଣ ପଦର ଆକ୍ଷରିକ ଅର୍ଥ। ବୁଝିପାରିଲେ? ନେକ୍ସଟ କ୍ୱେଶ୍ଚନ, ଠିକ ଯେପରି ଭୂତଟା ପରି ଦୁଶୁଛି, ଯୋଉ ଠିକ ତଳେ ଗାର ଅଛି, ଏଟା କୋଉ ପ୍ରକାର ବିଶେଷଣ ହବ? ଅବୟ ବିଶେଷଣ, ବିଶେଷଣର ବିଶେଷଣ, ବିଧେୟ ବିଶେଷଣ ନା କ୍ରିୟା ବିଶେଷଣ?
ଠିକ୍ ତଳେ 11ଟା ଅଛି। ସଠିକ୍ ଉତ୍ତରଟି କଣ ହବ? ନା ଅବୟର ବିଶେଷଣ। ଠିକ୍ ଗୋଟେ କଣ ଅବୟୀ ପଦ। ସେ କଣ କରୁଛି ବିଶେଷକୁ ବିଶେଷିତ କରୁଛି ମାନେ ଭୂତଟାକୁ ହେଲା। ତେଣୁ ସେଥିପାଇଁ କଣ ହେଲା ଆମର ଏଟା କଣ ବିଧେୟ ସରି ଅବୟ ବିଶେଷଣ। ବୁଝିପାରିଲେ? ନେକ୍ସଟ ନିମ୍ନସ୍ଥ ପଦମାନଙ୍କ ଭିତରୁ କୋଉଟା ବିଶେଷଣ ପଦ? ଗୋପବନ୍ଧୁ, ସେଉଁଟା, ଗରିବ, ଜନ୍ମ। କୋଉଟା ବିଶେଷଣ ହବ? ଗୁଣ କୋଉଟା ସୂଚଉଥିବ? ସଠିକ୍ ଉତ୍ତରଟି କଣ? ଅପସନ ନମ୍ବର ସି ଯେଟା କି ଗରିବ ଅଛି। କଣ ଗୋଟେ ଗୁଣ କିନ୍ତୁ ଅଲଗା ଗୋଟେ କଣ ଗୋଟେ ନାମବାଚକ। ଯେଉଁ ପଦ ଲିଙ୍ଗ, ବଚନ, କାରକ, ବିଭକ୍ତି ଭେଦରେ ପରିବର୍ତ୍ତିତ ହୁଏ ନାହିଁ ତାକୁ କି ପଦ କୁହନ୍ତି? ବଢିଆ କ୍ୱେଶ୍ଚନ ଟି। ଯଦି ପଦ, ଲିଙ୍ଗ, ବଚନ, କାରକ, ବିଭକ୍ତି ଭେଦରେ ଯେଟା ଚେଞ୍ଜ ହୁଏ ନାହିଁ ତାକୁ କି ପଦ କହିବା? ଅବୟ, ବିଶେଷ ଆଉ ସର୍ବନାମ ନା ବିଶେଷଣ? ଯୋଉଟା ଚେଞ୍ଜ ହବ ନାହିଁ। ସଠିକ୍ ଉତ୍ତରଟି କଣ ହବ ନା ଅପସନ ନମ୍ବର ଏ ଯେ କି ଅବୟୀ ପଦ। ଅବୟୀ ପଦ କେବେ ବି ପଦ, ଲିଙ୍ଗ, ବଚନ, କାରକରେ କେବେ ବି ଚେଞ୍ଜ ହୁଏ ନାହିଁ ପଦରେ। ମନେ ରଖିଥିବେ ବଢିଆ କ୍ୱେଶ୍ଚନ ଟି ଥିଲା। ନେକ୍ସଟ କଣ ଅଛି? ମା ମାତୃଭୂମି ମାତୃଭାଷା ପରି ଆଉ କେହି ବଡ ନାହିଁ ପରି ତଳେ ଗାର ଅଛି। ରେଖାଙ୍କିତ ପଦଟି କୋଉ ପ୍ରକାର ଅବୟୀ ହବ? ବିଭକ୍ତି ସୂଚକ ଅବୟୀ, ପଦନ୍ୱୟ ଅବୟୀ, ସଂଯୋଜକ ଅବୟୀ, ବିଯୋଜକ ଅବୟୀ। ଏ ଯୋଉ ଅବୟୀଟା ଅଛି ପରି ସେଟା କୋଉ ପ୍ରକାର ଅବୟୀ ହବ? ସଠିକ୍ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି କଣ ପଦନ୍ୱୟ ଅବୟୀ। ହେଲା ମନେ ରଖିଏ। ନେକ୍ସଟ କ୍ୱେଶ୍ଚନ ନିର୍ବାଚନ ଦ୍ଵାରା ପ୍ରତିନିଧି ବଛା ହୁଅନ୍ତି। ରେଖାଙ୍କିତ ପଦଟି କି ପ୍ରକାର ଅବୟୀ? କଣ ଅଛି ଦ୍ଵାରା ହେଲା। ଏଟା କଣ କୋଉ ପ୍ରକାର ଅବୟୀ ହବ? ସଂଯୋଜକ, ବିଯୋଜକ, ବିଭକ୍ତି ସୂଚକ ନା ପଦନ୍ୱୟ? କୋଉ ପ୍ରକାର ହବ? ସଠିକ୍ ଉତ୍ତରଟି କଣ ହବ? ଅପସନ ନମ୍ବର ସି ଯେଟା କଣ ବିଭକ୍ତି ସୂଚକ ଅବୟୀ। ହେଲା ବିଭକ୍ତି ସୂଚକ ହବ ଦ୍ଵାରାଟା। ନେକ୍ସଟ କ୍ୱେଶ୍ଚନ ଥରକୁ ଥର ପଡି ତଳେ ଚାଲୋଇ ଅଭ୍ୟାସ ର ବଳେ ରେଖାଙ୍କିତ ପଦଟି କୋଉ ପ୍ରକାର ଅବୟୀ ହବ? ଥରକୁ ଥର ଅଛି ହେଲା। ତେଣୁ ବିପସାର୍ଥକ, ବିଯୋଜକ, ପଦନ୍ୱୟ, ପରିମାଣ ବାଚକ। ଏଟା କଣ ହବ? ନା ଅପସନ ନମ୍ବର ଏ ଯେଟା କଣ ବିପସାର୍ଥକ ହେଲା। ବିପସାର୍ଥକ କାହିଁକି ହବ? ନା ଦେଖି ଥରକୁ ଥର ହେଲା ଠାଏ କୁ ଠାଏ ମାନେ ଗୋଟେ ୱାର୍ଡ କୁ ରିପିଟ ହେଇଥିବ ଯେତେବେଳେ ସେଟା କଣ ହୁଏ? ବିପସାର୍ଥକ ଅବୟୀ। ବୁଝିପାରିବେ? ନେକ୍ସଟ କ୍ୱେଶ୍ଚନ ଗୋଟେ ଗୋଟେ କ୍ୱେଶ୍ଚନ ଅଛି ହେଲା। ଯେଡା ଯେଡେ ବାଉଁଶକୁ ସେଡେ ପଲ ହେଲା। ରେଖାଙ୍କିତ ପଦ ଗୁଡିକ କି ପ୍ରକାର ଅବୟୀ? ଯେଡେ ସେଡେ ଅଛି ହେଲା। ଯେଡେ ସେଡେ କଣ ହବ? ସମ୍ଭାବନା, ପରିମାଣ ସୂଚକ, ନିଷେଧାର୍ଥକ ନା ସାଦୃଶ୍ୟ ପଦକ? ସଠିକ୍ ଉତ୍ତରଟି କଣ ହବ? ପରିମାଣ ସୂଚକ ହେଲା। ପରିମାଣ ସୂଚକ ଅବୟୀ ହବ ଯେଡେ ସେଡେ ହେଲା। ମାନେ ଗୋଟେ ପରିମାଣ ସୂଚକ ଯେମିତି ଯେଡେ ଯେଡେ ବାଉଁଶକୁ ସେଡେ ପଲ ଗୋଟେ ପରିମାଣକୁ ସୂଚଉଛି ନା। ତେଣୁ ସେଥିପାଇଁ କଣ ହବ? ଏଟା ପରିମାଣ ସୂଚକ ଅବୟୀ ହବ। ବୁଝିପାରିଲେ? କିଛି ଅସୁବିଧା ନାହିଁ। ଅପସନ ଦେଖିଲେ ଆପଣ ଜାଣିପାରିବେ। ଯେତେ ତୁମେ ଆସିବ ମୁଁ ଯିବି। ଏ ଯୋଉ ରେଖାଙ୍କିତ ପଦଟି କି ପ୍ରକାର ଅବୟୀ? ଯଦି ଅଛି ସମ୍ଭାବନା ସୂଚକ, ପରିମାଣ ବାଚକ, ନିଷେଧ ସୂଚକ ନା ସାଦୃଶ୍ୟ ହେଲା। ସଠିକ୍ ଉତ୍ତରଟି କଣ ହବ? ନା ଅସମ୍ଭାବନା। ଯଦି ହେଲା ଯଦି ଅଛି ମାନେ କଣ ସମ୍ଭାବନା ସୂଚକ। ବୁଝିପାରିଲେ? ନେକ୍ସଟ ଅଛି ଘଣ୍ଟା ଠନ ଠନ ବାଜିଲା। ରେଖାଙ୍କିତ ପଦଟି କି ପ୍ରକାର ଅବୟୀ? ଠନ ଠନ ଅଛି। ନିଶ୍ଚୟ ବୋଧକ, ଧନାତ୍ମକ, ସମ୍ମତି ସୂଚକ ନା ବିକଳ୍ପାର୍ଥକ ହେଲା। ଏ ଠନ ଠନ ଅଛି ସେଟା କୋଉ ପ୍ରକାର ହବ? ସଠିକ୍ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ଯେଟା କି ଧନାତ୍ମକ। ଧ୍ୱନି ଗୋଟେ ଲେଖା ହେଇଛି ନା ଠନ ଠନ ହେଲା ଗୋଟେ ଧ୍ୱନି ସୃଷ୍ଟି କରୁଛି। ତେଣୁ ସେଥିପାଇଁ କଣ ହବ? ଧନାତ୍ମକ ଅବୟୀ ପଦ। କିଛି ଅସୁବିଧା ନାହିଁ। ନେକ୍ସଟ କ୍ୱେଶ୍ଚନ ବିଦ୍ୟା ସମ୍ପଦେ ଯଥା ନିମନ୍ତେ ବୁଧେ ରେଖାଙ୍କିତ ପଦଟି କି ପ୍ରକାର ଅବୟୀ? ଯଥା ଅଛି ହେଲା। এটা କଣ ହବ? ବିକଳ୍ପାର୍ଥକ, ସାଦୃଶ୍ୟ ବୋଧକ, ସମ୍ମତି ସୂଚକ, କ୍ରମବୋଧକ। ଯଥା ଅଛି ହେଲା। ସଠିକ୍ ଉତ୍ତରଟି କଣ ହବ? ନା ଅପସନ ନମ୍ବର ବି ଯେଟା କଣ ସାଦୃଶ୍ୟ ବୋଧ। ଯଥା ଇଏ ମାନେ ଯଥା ମାନେ କଣ? ଏଇଟା ଥିଲା ଯଥା ସେଇଟା ମାନେ କଣ? ଏଟା ସଦୃଶ୍ୟ ଅନୁସାରେ ଦିଟା ଭିତରେ ସଦୃଶ୍ୟ ସୂଚଉଛି। ତେଣୁ ସେଥିପାଇଁ କଣ ହବ? ସଦୃଶ୍ୟ ବୋଧକ ଆମର ଅବୟୀ ପଦ ହବ। ନେକ୍ସଟ ଦେଖିବା ରାମ କିମ୍ବା ହରି କିଏ ଆସିଲେ ଆସିବ ହେଲେ ଆସିବ। ରେଖାଙ୍କିତ ପଦରେ କି ପ୍ରକାର ଅବୟୀ? କିମ୍ବା ଅଛି ସାଦୃଶ୍ୟ ଅବୟୀ ହବ, ସମ୍ମତି ସୂଚକ, କ୍ରମବୋଧକ ନା ବିକଳ୍ପାର୍ଥକ ଅବୟୀ? କିମ୍ବା ଅଛି। କିମ୍ବା କୋଉ ପ୍ରକାର ହବ? ଅପସନ ନମ୍ବର ଡି ଯେଟା କି ବିକଳ୍ପାର୍ଥକ। କିମ୍ବା ସବୁବେଳେ କଣ ପାଇଁ? ଇଏ କିମ୍ବା ସିଏ। ତେଣୁ ବିକଳ୍ପ ଅବୟୀଟା ହବ ଆଉ। କିଛି ଅସୁବିଧା ନାହିଁ। ଏମିତି ସବୁ କ୍ୱେଶ୍ଚନ ପଡିବ। ଟିକେ ଦେଖି ଦେଇଥିଲେ ମନେ ପଡିଯିବ। ତୁ ଯା ନା ରେଖାଙ୍କିତ ପଦରେ କି ପ୍ରକାର ଅବୟୀ? ଯା ନା ଅଛି। ନିଷେଧାର୍ଥକ, କ୍ରମବୋଧକ, ବିଯୋଜକ ନା ସଂଯୋଜକ? କୋଉ ପ୍ରକାର ହବ? ହେଲା ସଠିକ୍ ଉତ୍ତର କଣ? ଅପସନ ନମ୍ବର ଏ ଯେଟା କି ନିଷେଧାର୍ଥକ। ଯା ନା ମନା କରୁଛି ନା। ତେଣୁ ସେଥିପାଇଁ କଣ ହବ? ନିଷେଧାର୍ଥକ ଅବୟୀ ପଦ। ବାପା ପୁଅକୁ କହିଲା ତୁ ଯାନି ଚିନି ଆଣିବାକୁ ନି ଅଛି। ଏଟା ରେଖାଙ୍କିତ ପଦର ନି କି ପ୍ରକାର ଅବୟୀ ହବ? ହେଲା ନିଶ୍ଚୟ ବୋଧକ, କ୍ରମବୋଧକ, ସମ୍ମତି ବୋଧକ ନା ନିଷେଧାର୍ଥକ? ନି ଅଛି ହେଲା। ଏଟା ସଠିକ୍ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଏ ଯେଟା କଣ ନିଶ୍ଚୟ ବୋଧକ। ନି ମାନେ ଆପଣ ଭାବିଦେବେନି ସେଇଥିପାଇଁ ହସିଲି ମୁଁ। ନି ମାନେ କଣ ନେଗେଟିଭ ଭାବିବେନି। ଏଟା ସେଣ୍ଟେନ୍ସ ରେ କଣ ଯା ନି ବେଳେ ବେଳେ ୱାର୍ଡ ୟୁଜ କରନ୍ତି। ଗୋଟେ ୱାର୍ଡ କେମିତି ନି ମାନେ କଣ ନିଶ୍ଚୟ ଯିବ ହେଲା। ସେଥିପାଇଁ ଯା ନି କୁହାହେଲା। ନି ମାନେ ଆପଣ ଭାବିଦେବେ ଯେ ଏଟା ସାର୍ ନେଗେଟିଭ ଅଛି ବୋଲି ନିଷେଧାର୍ଥକ ନା। ସେଣ୍ଟେନ୍ସ ରେ ଦେଖିଏ କଣ ବୁଝଉଛି। ନେକ୍ସଟ ରାମ ଏଠି ଯୋଉ ଆଗରୁ ଯାହା ପଢିଥିଲା ଏଇ ପ୍ରକାର ବାକ୍ୟ ଆଞ୍ଚଳିକ ମାନେ ଏଇ ଯୋଉ ଆଞ୍ଚଳିକ ଭାଷା ଯେମିତି କି ବାଲେଶ୍ୱର ସାଇଡ ରେ ଏମିତି କଥା ବ୍ୟବହାର କରନ୍ତି ବା ଅଲଗା ଆଡେ
ବ୍ୟବହାର କରନ୍ତି। ରାମ, ଶ୍ୟାମ ଆଦି କେହି ଆସିନାହାନ୍ତି ରେଖାଙ୍କିତ ପଦଟି କି ପ୍ରକାର ଅବୟ ହବ? ହେଲା ଆଦି ଅଛି। ଅନୁଭୂତି ସୂଚକ ଆଦି ତଳେ ଗାରଟା ଅଛି। ଆ ଆଳଙ୍କାରିକ ଅବୟ ନା ପଦ ବିକାର ମୂଳକ ଅବୟ ନା ସମୁଦାୟ ସୂଚକ ଅବୟ? ଯୋଉ ଆଦି ଅଛି ଏଟା କୋଉ ପ୍ରକାର ହବ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି ଏଟା କଣ ସମୁଦାୟ ସୂଚକ ଅବୟ। ଆଦି ଅଛି ରାମ, ଶ୍ୟାମ ଆଦି ହେଲା ଏଟା ସମୁଦାୟ ଗୋଟେ ବୁଝଉଛି ନା ତେଣୁ ସେଥିପାଇଁ କଣ ହବ? ସମୁଦାୟ ବାଚକ ଅବୟ ହବ। ନେକ୍ସଟ କ୍ୱେଶ୍ଚନ ଗଲାଣି ତ ଗଲା କଥା ସଂଘାତ ରେଖାଙ୍କିତ ପଦଟି କି ପ୍ରକାର ହେବ? ତ ଅଛି ଧନାତ୍ମକ ଅବୟ, ପଦ ବିକାରମୂଳକ ଅବୟ, ଆଳଙ୍କାରିକ ଅବୟ, ସମୁଦାୟ ସୂଚକ ଅବୟ। କୋଉ ପ୍ରକାର ହବ? ତ ଅଛି। ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ସି ଯେଟା କଣ ଆଳଙ୍କାରିକ ଅବୟ। ଅଳଙ୍କାର ଦୃଷ୍ଟିରୁ ତ ଲେଖା ହେଇଛି ନା ତେଣୁ ସେଠି ଅଳଙ୍କାରିକ ଅବୟ ହବ। ନେକ୍ସଟ ହେ ଠକା ଏଠାକୁ ଆ ହେଲା ଏ ଟକା ଏଠାକୁ ଆ ରେଖାଙ୍କିତ ପଦରେ କୋଉ ପ୍ରକାର? ହେ ଅଛି ସମ୍ବୋଧନ, ସଂଯୋଜକ, ବିଯୋଜକ, ଅନୁଭୂତି। କଣ ହେ ସମ୍ବନ୍ଧ ବାଚକ ମୂଳକ ହବ ଅବୟ ଆଉ। କିଛି ଅସୁବିଧା ନାହିଁ। ନେକ୍ସଟ ଟିକି ବହୁଟି ଟିକିଏ ପାଣିକି ଯିବୁ ନାହିଁଟି ହେଲା ନାହିଁଟି ଅଛି ରେଖାଙ୍କିତ ପଦ କୋଉ ପ୍ରକାର ଅବୟ? ଅଳଙ୍କାରିକ, ଧନାତ୍ମକ, ନିଶ୍ଚୟ ନା ଅନୁଭୂତି ସୂଚକ? କୋଉ ପ୍ରକାର ହବ? ସଠିକ ଉତ୍ତର କଣ ହବ? ନା ଅପସନ ନମ୍ବର ଏ ଯେଟା କଣ ଅଳଙ୍କାରିକ। ଏଟା ଅଳଙ୍କାର ଦୃଷ୍ଟି ନାହିଁଟି ମାନେ ଅଳଙ୍କାର କଣ? ଲୋକବାଣୀ ଯେମିତି ଆପଣ ଜାଣିଥିବେ ଏପଟ ବାକ୍ୟର ଶେଷକୁ ସେଟା ପଟିକି ଦେଉଛନ୍ତି ସେଥିରେ କଣ ଅଳଙ୍କାରିକ ହବ। ବୁଝିପାରିଲେ? ନେକ୍ସଟ ସାରୁ ଖାଇଲେ ତଣ୍ଟି ଗଲଗଲ ହୁଏ ରେଖାଙ୍କିତ ପଦରେ କି ପ୍ରକାର ଅବୟ? ଗଲଗଲ ଅଛି ଅନୁଭୂତି ସୂଚକ, ବିପସାର୍ଥକ, ଅଳଙ୍କାରିକ, ସମୁଦାୟ ସୂଚକ। ହେଲା ସଠିକ ଉତ୍ତର କଣ ହବ? ନା ଅନୁଭୂତି ସୂଚକ। ଗଲଗଲ କଣ? ଜଣେ ଖାଇଛି ସେଇଠୁ ଅନୁଭୂତି ପାଇଛି ନା ତେଣୁ ସେଥିପାଇଁ କଣ ହବ? ନା ଗଲଗଲ ଅନୁଭୂତି ସୂଚକ ଅବୟ ହବ। ନେକ୍ସଟ ତୁ କାଇଁ ଗାଈର ତୁ କୋଉ ଗାଈର ଗୋବର ତତେ ପଚାରିଥାନ୍ତି ରେଖାଙ୍କିତ ପଦଟି କୋଉ ପ୍ରକାର ଅବୟ ହବ? କେଉଁ ଅଛି ହେଲା ଭାବବାଚକ ଅବୟ, ହେତୁବୋଧକ ଅବୟ, ଧନାତ୍ମକ ଅବୟ, ପ୍ରଶ୍ନବାଚକ ଅବୟ। କେଉଁ ଅଛି କୋଉଟା କୋଉ ପ୍ରକାର ଅବୟ ହବ? ସଠିକ ଉତ୍ତରଟି କଣ ହବ? ନା ଅପସନ ନମ୍ବର ଡି ସେଟା କଣ ପ୍ରଶ୍ନବାଚକ ଅବୟ। କେଉଁ ଅଛି କେଉଁଟା ହଉଛି କଣ ସବୁବେଳେ ପ୍ରଶ୍ନବାଚକରେ ବ୍ୟବହାର କରାଯାଏ ନା ତେଣୁ ସେଥିପାଇଁ କଣ ହବ? ପ୍ରଶ୍ନବାଚକ ଅବୟ। ଲାଷ୍ଟ କ୍ୱେଶ୍ଚନ ଟା ଦେଖିବା କଣ ଅଛି? ଓ କି ଗରମ ରେଖାଙ୍କିତ ପଦଟି କି ପ୍ରକାର ଅବୟ ହବ? ଓଟା ଅଛି ଭାବବାଚକ, ବିଯୋଜକ, ପଦ ବିକାର, ସମୁଦାୟ। ହେଲା ସଠିକ ଉତ୍ତରଟି କଣ ହବ ଏହାର? ନା ଅପସନ ନମ୍ବର ଏ ସେଟା କଣ ଭାବବାଚକ। ହେଲା ଓଟା କଣ ଭାବବାଚକ ଅବୟ ଭାବେ ଏଠି ବ୍ୟବହାର କରାଯାଇଛି। ତେଣୁ ଏତିକି ଥିଲା 50ଟା MCQ। ଲାଷ୍ଟ ଅଛି ଆପଣଙ୍କ ପାଇଁ ହୋମୱାର୍କ ରହିଲା ମତେ କମେଣ୍ଟ ସେକ୍ସନରେ ଜଣେଇ ପାରିବେ ଯେ ଉତ୍ତରଟା କଣ ହବ। ଚୋର ଟଙ୍କାର ନେଇ ପଳାଇଛି ରେଖାଙ୍କିତ ପଦରେ କୋଉ ପ୍ରକାର ଅବୟ? ଭାବ ବିକାର ମୂଳକ, ପଦ ବେକାର ମୂଳକ, ପ୍ରଶ୍ନବାଚକ ନା ଅଳଙ୍କାରିକ? ଏଇଟା ମତେ କମେଣ୍ଟ ସେକ୍ସନରେ ଜଣେଇବେ ହେଲା କଣ ଉତ୍ତରଟି ହବ। ଆଉ ଆପଣ 50ଟିରୁ କେତେଟା ଠିକ କଲେ ମତେ କମେଣ୍ଟ ସେକ୍ସନରେ ଜଣେଇବେ। ଆଉ ଯଦି ନୋଟଟା ଆପଣଙ୍କୁ ଦରକାର ଅଛି ମତେ ଜଣେଇ ପାରିବେ ଯାହାଫଳରେ କି ମୁଁ ଡେସ୍କ୍ରିପସନରେ ଆମର ଯୋଉ ନୋଟଟା ଅଛି ସେଟା ଦେଇପାରିବି। ତେଣୁ ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଏମିତି ଭିଡ଼ିଓ ପାଇବା ପାଇଁ ପାଖରେ ବେଲ୍ ଆଇକନଟିକୁ ଅଲରେ ସେଟ୍ କରିଦେବେ। ତେଣୁ ଆଜି ପାଇଁ ଏତିକିରେ ରହୁଛି। ନୂଆ ଭିଡ଼ିଓରେ ଆପଣଙ୍କୁ ଦେଖା ହବ। ରହୁଛି। ଧନ୍ୟବାଦ।